ଶୁଣିଥିଲି ବୃଦ୍ଧ ସମୟରେ ପିଲାମାନେ ହେଉଛନ୍ତି ଆମର ଆଶା ବାଡ଼ି। ଶବରେ ଟିକେ ମନ ହେଇଛି ଖରରେ ଗାଧେଇବ ବୋଲି। ମୁଁ କହିଲି ହଉ ଚାଲ ଗାଧେଇବୁ ଆଉ ଗାଧେଇଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଶୋଇପଡ଼। ମୁଁ ତା ଭିତରେ ଦୋକାନ ପଳେଇଥିଲି, ମୋର କିଛି କାମ ଥିଲା ବୋଲି। ଆଉ ଯେତେବେଳେ ମୁଁ ଘରକୁ ଆସିଲି ଦେଖିଲି ସ୍ୱାମୀ ଆରାମରେ ସୋଫା ଉପରେ କିନା ଶୋଇନ୍ତି। ତ ତାଙ୍କ ସହିତ ଟିକେ ମିଛିମିଛିକା ଝଗଡ଼ା କରିଦେଲି। ଆଉ ମୁଁ ଏବେ କିଛି ଦିନ ହେଲା ଶବରୀ କି ମାର୍କ କରୁଛି, ଶବରୀ ସବୁ ଜିନିଷ କପି କରୁଛି। ତା ଆଚାଙ୍କଠୁ ହଉ କି ମୋଠୁ ହଉ କି ପଡ଼ିଶାର ଦିଦିମାନଙ୍କଠୁ ହଉ, ସବୁ ଜିନିଷ ସେ କପି କରୁଛି। ଯେମିତିକି କାଶିଲା ତା ବ୍ୟାକ୍ ସାଇଡ଼୍ରେ ଯେମିତି ହାତ ଥାପୁଡ଼ି ଦେଉଛି, ମୁଣ୍ଡକୁ ଏମିତି ଏମିତି କରିଦେଉଛି। ମୁଁ ଯେତେବେଳେ ସୋରିଷ ତେଲ ମାଲିସ କରୁଥିବି ଆସି ମୋ ଗୋଡ଼ରେ ମାଲିସ କରିଦେବ, ମୋତେ ମୁଣ୍ଡିଆ ମାରିବ। ଆଉ ଯେତେବେଳେ ମୁଁ କୌଣସି ଜିନିଷ ରୋଷେଇ କରୁଥିବି, ଖାସ୍ କରି ରୁଟି କଲାବେଳେ ସେ ଅଟା ଗୁଳା ଅଟା ନେଇକି ତାର ସେ ବସିକି ଦଳିବ। ସେମିତି ଠାକୁର ପୂଜିଲେ ସାଙ୍ଗେ ସାଙ୍ଗେ ଯାଇକି ମୁଣ୍ଡିଆ ମାରୁଛି। ଯୋଉଠି ଯେକୌଣସି ଠାକୁରଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ମୁଣ୍ଡିଆ ମାରୁଛି। ଆଉ ଯଦି ବାଥରୁମ୍ ଯିବାର ଥିବ ନିଜେ ନିଜେ ବାଥରୁମ୍ ଯାଉଛି, ମୋତେ ଡାକୁଛି ମାମା ବା ବୋଲି। ଆଉ ନିଜ ପ୍ୟାଣ୍ଟ ସାର୍ଟ ନିଜେ ଆଣି ମୋତେ ଦେଉଛି, ମାମା ଏଇଟା ସାର୍ଟ ଏଇଟା ପ୍ୟାଣ୍ଟ ବି ସେ ନିଜେ ପିନ୍ଧି ପାରୁଛି ଏବେ ଟିକେ ଟିକେ। ଖାଇବା ବି ନିଜ ହାତରେ ନିଜେ ଖାଉଛି। ଆଉ ଯଦି ପେଟ ପୁରିଗଲା ନାଇଁ 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 କରୁଛି ଏମିତି। ଆଉ ଏମିତି ବହୁତ ଛୋଟ ଛୋଟ ଜିନିଷ ଅଛି ଯୋଉଟା ସେ ନିଜେ ଜାଣୁଛି, କହୁଛି, ଶିଖୁଛି ବି ଟିକେ। ଏଇ ଏଜ୍ରେ ପିଲାମାନଙ୍କର ଏଇଟା ହେଉଛି ଗୋଟେ ମାଇଲଷ୍ଟୋନ୍।